ସମସ୍ତେ ପ୍ରେମ ସହିତ ସମସ୍ତ ସୁବିଧା ବିଳାସ ଏବଂ ଏକ ଭଲ ଆର୍ଥିକ ସ୍ଥିତି ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହି ସମସ୍ତ ଭୌତିକ ସୁଖ ଶୁକ୍ର ଗ୍ରହ ସହିତ ଜଡ଼ିତ। ଯେତେବେଳେ ଶୁକ୍ର କୁଣ୍ଡଳୀରେ ଶୁଭ ଏବଂ ଶକ୍ତିଶାଳୀ ହୁଅନ୍ତି ସେତେବେଳେ ଜଣେ ବ୍ୟକ୍ତି ଏହି ସମସ୍ତ ଜିନିଷ ପାଆନ୍ତି। ତଥାପି ଯେତେବେଳେ ଶୁକ୍ର କୁଣ୍ଡଳୀରେ ଦୁର୍ବଳ ହୁଅନ୍ତି ସେତେବେଳେ ଜୀବନରେ ଅନେକ ସମସ୍ୟା ଉପୁଜେ। ଜ୍ୟୋତିଷମାନେ ପ୍ରେମ ସମ୍ପର୍କରେ ମନାନ୍ତର ଏବଂ ବାରମ୍ବାର ବିଚ୍ଛେଦକୁ କୁଣ୍ଡଳୀରେ ଦୁର୍ବଳ ଶୁକ୍ର ସହିତ ଜଡ଼ିତ ବୋଲି କହିଛନ୍ତି। କାରଣ ଶୁକ୍ରକୁ ପ୍ରେମର ଗ୍ରହ ଭାବରେ ବିବେଚନା କରାଯାଏ। ଯଦି ଆପଣଙ୍କ ସହିତ ଏହା ଘଟୁଛି ତେବେ ବୁଝିଯାଆନ୍ତୁ ଯେ ଶୁକ୍ର ଆପଣଙ୍କ କୁଣ୍ଡଳୀରେ ଦୁର୍ବଳ। ଆସନ୍ତୁ ଆପଣଙ୍କ କୁଣ୍ଡଳୀରେ ଶୁକ୍ରକୁ ମଜବୁତ କରିବାର ଉପାୟ ଜାଣିବା। ଶୁକ୍ର ଗ୍ରହର ଲକ୍ଷଣ। ଶୁକ୍ର ଗ୍ରହ ଦୁର୍ବଳ ହେବା ବିବାହକୁ ବିଳମ୍ବ କରିପାରେ ଏବଂ ବୈବାହିକ ଜୀବନରେ ଅସନ୍ତୋଷ ବୃଦ୍ଧି କରିପାରେ। ସମ୍ପର୍କ ଭାଙ୍ଗିବା, ବାରମ୍ବାର ବ୍ରେକଅପ୍ କିମ୍ବା ଭାବପ୍ରବଣ ଅସନ୍ତୁଳନକୁ ଶୁକ୍ର ଗ୍ରହ ଦୁର୍ବଳ ହେବାର ଲକ୍ଷଣ ବୋଲି ବିବେଚନା କରାଯାଏ। କୁଣ୍ଡଳୀରେ ଶୁକ୍ର ଦୁର୍ବଳ ହେବା ମଧ୍ୟ ବାରମ୍ବାର ଚର୍ମ ରୋଗ କିମ୍ବା ଆଖି ସମସ୍ୟା ସୃଷ୍ଟି କରିପାରେ। ମୁହଁର ଚମକ ଅଭାବ କିମ୍ବା ବ୍ୟକ୍ତିତ୍ୱ ପ୍ରଭାବର ଅଭାବ ମଧ୍ୟ ଶୁକ୍ର ଦୁର୍ବଳ ହେବାର ଲକ୍ଷଣ। କୁଣ୍ଡଳୀରେ ଶୁକ୍ରର ଦୁର୍ବଳ ହେବା ସଙ୍ଗୀତ, ନୃତ୍ୟ, ଅଭିନୟ କିମ୍ବା କଳାରେ ବିଫଳତା ଆଣିପାରେ। ଶୁକ୍ରକୁ ଶକ୍ତିଶାଳୀ କରିବାର ଉପାୟ। କୁଣ୍ଡଳୀରେ ଦୁର୍ବଳ ଶୁକ୍ରକୁ ମଜବୁତ କରିବା ପାଇଁ ଶୁକ୍ରବାର ଉପବାସ ରଖିବା ଉଚିତ। ଶୁକ୍ରବାର ଧଳା ପୋଷାକ ପିନ୍ଧନ୍ତୁ। ଓମ୍ ଶ୍ରୀଂ ଶୁକ୍ରାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ଦହି, ଚାଉଳ, ମିଶ୍ରି ଏବଂ ଘିଅ ଭଳି ଧଳା ଜିନିଷ ଦାନ କରନ୍ତୁ। ଏହି ଦିନ ଦେବୀ ଲକ୍ଷ୍ମୀକି ପୂଜା କରନ୍ତୁ। ଅତରର ବ୍ୟବହାର କରନ୍ତୁ। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଉଚିତ। ଗାଈକୁ ଚାରା ଖାଇବାକୁ ଦିଅନ୍ତୁ। ଏହା ଶୁକ୍ରଙ୍କୁ ସନ୍ତୁଷ୍ଟ କରିବାର ଏକ ପ୍ରଭାବଶାଳୀ ଉପାୟ ବୋଲି ବିବେଚନା କରାଯାଏ। ଏହି ଉପାୟଗୁଡ଼ିକ ଶୁକ୍ରଙ୍କୁ ଶକ୍ତିଶାଳୀ କରିଥାଏ। ଧନ୍ୟବାଦ। ତମେ ପୁଅକୁ ନେଇକି ବାବାଙ୍କ ପାଖକୁ ଆସିଲା ପରେ ଆପଣଙ୍କର କ'ଣ ପରିବର୍ତ୍ତନ ହେଇଛି? ପୁଅର ଯେଉଁ ଗୋଡ଼ ହାତ ଫାଟୁଥିଲା ତାର ବି କ'ଣ ପରିବର୍ତ୍ତନ ହେଇଛି? ହଁ ଆଜ୍ଞା, ମୁଁ ଏମିତି ଜଣେ ସାଙ୍ଗ ପିଲାଙ୍କଠୁ ଶୁଣିକି ଆପଣଙ୍କ ପାଖକୁ ଆସିଲି। କିନ୍ତୁ ଆସିଲା ପରେ ମୋ ପୁଅ ଦୀର୍ଘ 7 ବର୍ଷ ହେଲା ଯେଉଁ କଷ୍ଟଟା ଭୋଗୁଥିଲା, ମୋର ହୃଦବୋଧ ହେଉଛି ସେ 7 ଦିନରେ ଗଲା ଭଳିଆ ଲାଗିଲା। ତେଣୁକରି ବହୁତ ସଲ୍ଭ ହୋଇଯାଇଛି। ଏଥିପାଇଁ ବାବାଙ୍କୁ କୋଟି କୋଟି ପ୍ରଣାମ, ଆଉ ମହାବୀର ପଞ୍ଚମୁଖୀ ମହାବୀର ହନୁମାନଙ୍କୁ କୋଟି କୋଟି ପ୍ରଣାମ। ମୋ ସ୍ୱାମୀ ଯାହା କହିଲେ ମୁଁ ବି ସେୟା ଖାଇବାକୁ ଚାହୁଁଛି। ତଥାପି ମୋର ଅଲଗା ଅନୁଭୂତି। ବାବା କହିଲେ ମେଡ଼ିଟେସନ୍ କରିବା ପାଇଁ। ଆମେ 4 ଥର ମେଡ଼ିଟେସନ୍ କଲା ପରେ କାଲି କରିଛୁ ମେଡ଼ିଟେସନ୍। ମୋ ପୁଅକୁ ନିଜେ ମହାବୀର ଆସିକି ତାକୁ ଛୁଇଁଛନ୍ତି, ପେଟକୁ ଦାବି ଦେଇଛି। ଆଉ ମୁଁ ଯେତିକି କଷ୍ଟ ପାଇଛି ଯେ ମୋ ପୁଅ ଏମିତି ହେଇଛି, କିନ୍ତୁ ବର୍ତ୍ତମାନ ଅନୁଭବ କରୁଛି ମୋ ପୁଅ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭଲ ହେଇଛି। ଆଚ୍ଛା, ପୁଅ ଏଠି ଆସିଲା ପରେ ମୋର ଯେତିକି କଷ୍ଟ ଥିଲା, ମୁଁ ଆଗରୁ ଜମା ଚାଲି ପାରୁନଥିଲି। ଏଠି ଯେତିକି ସପ୍ତାହ ଭିତରେ ଆସିଲିଣି ମୋତେ ଏତେ ଭଲ ଲାଗୁଛି। ମୁଁ ଏବେ ଚାଲି ପାରୁଛି, ବୁଲି ପାରୁଛି, ଖେଳି ପାରୁଛି, ସବୁ ଭଲ ଲାଗୁଛି। ଆଗରୁ ମୁଁ କିଛି କରିପାରୁନି।